ଆପଣଙ୍କ ପରିଚୟଟା ଦେବେ ଆଜ୍ଞା। ମୋ ନାଁ ସୁନାରାଣୀ ସେଠୀ। ଆଚ୍ଛା। ଆମ ଘର ସୁଗ, ଜିଲ୍ଲା ଭଦ୍ରକ। ଭଦ୍ରକରୁ ଆସିଛନ୍ତି? ଆଜ୍ଞା। ଆଜି ଆସିକି ପହଞ୍ଚିଲେ? କାଲି ସକାଳେ ଆସିକି ପହଞ୍ଚିଲୁ। ଦର୍ଶନ କଲେ? ଆଜ୍ଞା। ଜଗନ୍ନାଥ ଦର୍ଶନ କଲେ? ଆଉ ପାର୍ଶ୍ୱ ଦେବାଦେବୀ ସବୁ ଦର୍ଶନ କଲେ? ଆଜ୍ଞା। ଆଜି 8 ଜାଗା ଦର୍ଶନ କଲୁ। ଆଜ୍ଞା। ଆଉ ଜଗନ୍ନାଥଙ୍କୁ ଦର୍ଶନ କଲେ ଯୋଉ ସିଂହାସନରେ କାହାକୁ ଦେଖିଲେ? କେତେ ମୂର୍ତ୍ତି? 3 ମୂର୍ତ୍ତି। 3 ମୂର୍ତ୍ତି ନୁହେଁ ଆଜ୍ଞା, ଅଧିକା ଅଛନ୍ତି। ଆପଣ ଯାଇକି ଆଉ ଥରେ ଦେଖିବେ। 3 ମୂର୍ତ୍ତି ଦେଖିକି 3 ମୂର୍ତ୍ତି, ତାପରେ ସୁଦର୍ଶନ, ତା ସାଙ୍ଗରେ ଆଉ କିଏ ଥାଆନ୍ତି? ଆଉ ଥରେ ଯାଇକି ମାନେ ଭିଡା ଭିଡି ନା, ମୁଁ ଆଉ ଲକ୍ଷ୍ୟ କରିପାରି ନାହିଁ, ଖାଲି ସେ ଭାଇ ଭଉଣୀ 3 ଜଣଙ୍କୁ ଦେଖିବି। ଆଚ୍ଛା, ହଉ ଠିକ ଅଛି। ଆଉ ଥରେ ଯିବେ, ପାଖାପାଖିରେ ଦେଖିବେ। ଆଜ୍ଞା। ଆପଣ ପ୍ରତିବର୍ଷ ଆସନ୍ତି? ନା, 7 ବର୍ଷ ତଳେ ଆଜି ଆସିଛି। 7 ବର୍ଷ ପରେ ଆସୁଛନ୍ତି? ଆଜ୍ଞା। ଯାଉ କି ଭାଗ୍ୟ, ଏତେ ଦିନ ପରେ ଆସିଲେ। 7 ବର୍ଷ ଆଗରୁ ଯୋଉ ମନ୍ଦିର ଆସିଥିଲେ, ଦେଖିଥିଲେ, ଦର୍ଶନ କରିଥିଲେ, 7 ବର୍ଷ ପରେ କେମିତି ଲାଗୁଛି? ବହୁତ ଉନ୍ନତି। ବହୁତ ଉନ୍ନତି। ଆଜ୍ଞା। କେମିତି ଲାଗୁଛି? ଖୁସି ଲାଗୁଛି? ଭଲ ଲାଗୁଛି। ହଉ। ଆଉ ଅଭଡ଼ା ଖାଇଲେ? ଆଜ୍ଞା। ଅଭଡ଼ା କେମିତି ଲାଗିଲା? ବହୁତ ସୁନ୍ଦର ଲାଗିଲା। ବହୁତ ସୁନ୍ଦର ଲାଗିଲା। ଆଚ୍ଛା, ଏମିତି କିଛି ଗୋଟେ ଆପଣ ଜଗନ୍ନାଥଙ୍କୁ ଭଲ ପାଆନ୍ତି? ବହୁତ ଭଲ ପାଏ। କେମିତି ଭଲ ପାଆନ୍ତି? କି ସ୍ୱାମୀ ଭଳିଆ, କି ବାପା ଭଳିଆ, କି ଭାଇ ଭଳିଆ? ଭାଇ ଭଳିଆ ମୁଁ ତାକୁ ଭଲ ପାଏ। କେମିତି କଣ ଗୋଟେ ଘଟିଛି ଜୀବନରେ, ଆପଣ ସେଇଟା ବ୍ୟାଖ୍ୟା କରିବେ? ଆର ବର୍ଷ, ଏଇଟା ଚାଲିଛି 26। ଆର ବର୍ଷ 26 ନୁହେଁ ଏଇଟା? ହଁ, 2026। 25ରେ ମୋ ଦେହ ଜାନୁଆରୀ ମାସରେ ଖରାପ ହେଲା। ଖାଲି ଛାତି ପେନ୍ ହେଲା। ମେଡିକାଲ ଗଲି, ମେଡିସିନ ଗଲି, ମେଡିସିନ ଖାଇନି। କିନ୍ତୁ ମେଡିସିନ ଖାଇନି, ଛାଡିଲାନି। ଆଉ ଯେତେ ବି ଯାହା ମେଡିସିନ ଖାଇନି, ଛାଡିଲାନି। ସେଠୁ ମୋ ସ୍ୱାମୀକୁ ଫୋନ କଲି। ମୋ ସ୍ୱାମୀ କହିଲେ, ମୋର ଘର କରିଛି, ଲୋନ କରିଛି, ବେଶୀ ମୁଁ ଯାଇପାରିବିନି, ତୁମ ପାଖକୁ ପଳେଇଆ। ମୁଁ ସେଇଠୁ ପଳେଇନି, ମୋ ଛୋଟ ଛୁଆକୁ ନେଇ ଘର ତାଲା ପକେଇକି ପଳେଇନି। ବାହାରେ ରୁହନ୍ତି, ଚାକିରି କରନ୍ତି? ବାଙ୍ଗାଲୋରରେ ରୁହନ୍ତି, କମ୍ପାନୀରେ ରୁହନ୍ତି। ମୁଁ ସେଇଠୁ ପଳେଇନି। ଆଉ ନୂଆ ଘର କରୁଛି ବୋଲି, ଅଧିକ ଲୋନ ହେଇଛି ବୋଲି ଆସିପାଇଲେନି ସ୍ୱାମୀ। ଆଉ ମୁଁ ପଳେଇନି। ଆଉ ମୋ ଦେହ ହେଠି ବହୁତ ଭଲ ହେଲା। ଫେର ଏ ପିଲାର 8ମ ଶ୍ରେଣୀ ପାଠ ପଢି ପାରିଲାନି, କ୍ଷତି ହେଲା ବୋଲି ସାର୍ ଫୋନ କଲେ, ମୁଁ ପଳେଇ ଆଇନି। ଆସିଲା ପରେ ଏଠି ତାରପରେ ଫେର ମୋ ଛାତି ପେନ୍ ହେଲା। ଆଉ ମୁଁ ବହୁତ କାଳିଆକୁ କାନ୍ଦିଲି। ମୁଁ ଠାକୁର, ମୁଁ ଏତେ ପଇସା ଖର୍ଚ୍ଚ କରିକି ଘର କରୁଛି, ଘର ରହିପାରିବିନି, ଦେହ ଭଲ କର। ମୁଁ ରହିବି, ମୁଁ କୋଉଠିକି ଯିବି ମୋ ଘର ଛାଡିକି? ଠାକୁରଙ୍କୁ ଡାକିଲେ? ଜଗନ୍ନାଥଙ୍କୁ ଡାକିଲେ? ମୋ ଛାତି ପେନ୍ ହବା ଟିକେ କମିଗଲା। ଆଉ ଦିନ କାନ୍ଦି କାନ୍ଦିକି ଅନୁଭୂତି ଦେଖୁଥିଲି। ଗୋଟେ ଭକ୍ତ କହିଲେ ମତେ, ମୁଁ ବହୁତ ଠାକୁରଙ୍କୁ ଜଣେଇନି, ଠାକୁରଙ୍କୁ ଜଣେଇଲା ପରେ ଠାକୁର ମତେ ଦର୍ଶନ ଦେଲେ। ମୁଁ ଦିନେ ଶୁଇକି କାନ୍ଦିକି କହିଲି, ପ୍ରଭୁ ମତେ ଟିକେ ଦର୍ଶନ ଦିଅନ୍ତନି। ସେଠୁ ମୁଁ ରାତିରେ ଶୁଇଛି, ମୁଁ ଯୋଉ ଫଟୋ ପୂଜା କରୁଛି, 7 ବର୍ଷ ତଳେ ଯୋଉ ଫଟୋ ନେଇଥିଲି ପୂଜା କରୁଛି, ମୋ ସାମନାକୁ ଆସିକି ପ୍ରଭୁ କହିଲେ, ମୁଁ ଭଲ କରିବି, ତୁ ଶୁନା। ଅଟୋମେଟିକ ଭଲ ହେଇଗଲା। ଦେଖନ୍ତୁ ତାଙ୍କ ମହିମା, ତାକୁ ଆପଣ ସମର୍ପଣ କରିଦେଲେ। ଜଗନ୍ନାଥଙ୍କୁ ଯିଏ ସମର୍ପଣ କରିଦେଇଛି, ପୁଅ ବାହାରେ ଅଛନ୍ତି, ଛୋଟ ପୁଅକୁ ନେଇକି ରହୁଛି। ଆଉ ମୋ ଦେହ ଯଦି ଭଲ ରଖିବୁ, ମୋ ଦେହ ଯଦି ଭଲ ନ ରଖିବୁ, ମୋ ସଂସାର ଭାସିଯିବ। ଦିନ ପାଖରୁ ମୋ ଦେହ ଭଲ ଅଛି। ଠିକ ଅଛି, ଧନ୍ୟବାଦ। ଆଉ ପୁଣି ଦର୍ଶନ ପୁଣି କରିବାକୁ ଯିବେ ଆଉ ଥରେ ଜଗନ୍ନାଥ? ଆଉ ଦିନେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଗଲେ ଦେଖିବେ ସିଂହାସନରେ କିଏ କିଏ ଅଛନ୍ତି ହେଲା। ଆଉ ଚାପ ଗଲେଣି ଦେଖିବା ପାଇଁ? କାଲି ସନ୍ଧ୍ୟା ବେଳେ ଯାଇଥିଲି। ଚାପ ହଉଛି, କାଲି ସନ୍ଧ୍ୟା ବେଳେ ଯାଇଥିଲେ? ଆଜ୍ଞା। ଏଇ ଯୋଉ ଡଙ୍ଗା ଅଛି, କୋଉ କୋଉ ଡଙ୍ଗା? ଦିଟା ଡଙ୍ଗା ଅଛି। କଣ ତା ନାଁ କଣ? ନନ୍ଦୀ, ଭଦ୍ରା। କୋଉ କୋଉ ଡଙ୍ଗାରେ କୋଉ କୋଉ ମୂର୍ତ୍ତି ଯାଆନ୍ତି? ଯୋଉ ଚାପ ହୁଏ, ଚାପର ରହସ୍ୟ କଣ? ତା ମାହାତ୍ମ୍ୟ କଣ? ଯୋଉ ଗରମ ପଡୁଛି, ଗରମରୁ ମୁକ୍ତି ପାଇବା ପାଇଁ ଆମେ ଯେମିତି ଥଣ୍ଡା ପୋଖରୀରେ ଗାଧଉଛୁ, ପହଁରୁଛୁ, ଠାକୁର ସେଇଭଳିଆ ଡଙ୍ଗାରେ ଚାପ ହୁଏ, ବୁଲନ୍ତି, ଚନ୍ଦନ ଲଗାନ୍ତି, ଭୋଗ ଖାଆନ୍ତି, ତାପରେ ବୁଲନ୍ତି। ସେଥିରେ ଆପଣଙ୍କ ଯୋଉ ନନ୍ଦାରେ ଥିବେ ତ୍ରିଦେବୀ, ଭୂଦେବୀ, ଆଉ ମଦନ ମୋହନ ଥିବେ, ଆଉ ଭଦ୍ରାରେ ଥିବେ ଆପଣଙ୍କର ପଞ୍ଚୁ ପାଣ୍ଡବ, ଆଉ ରାମ, ବଳରାମ ସେଥିରେ ଥିବେ।
ହଉ ଯାହା ହଉ ବହୁତ ଖୁସି ଲାଗିଲା। ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ପ୍ରଭୁ। ହଉ ହଉ।